ଆଜିର ଦିନରେ ମଉଳି ଥିଲା ବିଶ୍ୱକପ୍ ଆଶା, ଭାଙ୍ଗିଥିଲା 140 କୋଟି ଭାରତୀୟଙ୍କ ହୃଦୟ। ହଁ ଆଜ୍ଞା, ଭାରତୀୟ କ୍ରିକେଟ ଦଳ ଗତ ବର୍ଷ ହଠାତ୍ 2023 ନଭେମ୍ବର 19 ତାରିଖ ଦିନ ଦିନିକିଆରେ ବିଶ୍ୱକପ୍ର ଫାଇନାଲରେ ହାରିଥିଲା। ଭାରତୀୟ ପରାଜୟ ଯୋଗୁଁ 140 କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଭାରତକୁ ଟାଇଟଲ ମ୍ୟାଚ୍ ହରାଇଦେବାକୁ ହଜମ ହୋଇନଥିଲା। ଫାଇନାଲରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆ ବିଶ୍ୱକପ୍ରେ କୌଣସି ମ୍ୟାଚ୍ ହାରିନଥିଲା। ରୋହିତ ଶର୍ମା ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ଲଗାତାର 9ଟି ମ୍ୟାଚ୍ ଜିତିଥିଲା। ତାପରେ ସେମିଫାଇନାଲରେ କ୍ରମାଗତ 10ମ ମ୍ୟାଚ୍ ଜିତିଥିଲେ। ସେମିଫାଇନାଲ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ନ୍ୟୁଜିଲାଣ୍ଡ ପରି ଏକ ଦଳକୁ ପରାସ୍ତ କରିବା ପରେ ଆଶା କରାଗଲା ଯେ ଟିମ୍ ଇଣ୍ଡିଆ ସହଜରେ ଫାଇନାଲ ଜିତିବ ଏବଂ ଦିନିକିଆ ବିଶ୍ୱକପ୍ ଟାଇଟଲ ଜିତିବ, କିନ୍ତୁ ତାହା ହୋଇପାରିନଥିଲା। ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଟାଇଟଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରିବାକୁ ପଡ଼ିଆ କରିଥିଲା। ଏହି ମଧ୍ୟରେ ଟିମ୍ ଇଣ୍ଡିଆ 240 ରନ୍ କରିବାରେ ସକ୍ଷମ ହୋଇଥିଲା। ତେବେ ଟାର୍ଗେଟକୁ ଲକ୍ଷ୍ୟ କରି ଅଷ୍ଟ୍ରେଲିଆ 43 ଓଭରରେ 241 ରନ୍ କରି ଟାଇଟଲକୁ ହାତେଇ ନେଇଥିଲା। ହଁ ଆଜ୍ଞା, ଆଜିର ଦିନରେ ମଉଳି ଥିଲା ବିଶ୍ୱକପ୍ ଆଶା, ଭାଙ୍ଗିଥିଲା 140 କୋଟି ଭାରତୀୟଙ୍କ ହୃଦୟ। ନଭେମ୍ବର 19, 2023 ମସିହାରେ।